ବର୍ତ୍ତମାନର ସବୁଠାରୁ ବଡ଼ ଖବର ପୁଣି ଫୁଟିଲା ଗୁଳି। ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅନ୍ତର୍ଗତ ରାମପଲ୍ଲୀ ଗାଁରେ ହେଲା ଗୁଳିମାଡ଼। ଜଣେ ମହିଳାଙ୍କୁ ଲକ୍ଷ୍ୟ କରି ମଡ଼ାଯାଇଛି ଗୁଳି। ଗୁଳି ଲାଗି ଗୁରୁତର ଭାବେ ଆହତ ହୋଇଛନ୍ତି 40 ବର୍ଷୀୟ ଭବାନୀ ରାଉତ। ଏବେ ସେଉଠି ଚାପା ଦବାବ ଓ ଭୟର ଚାଲିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ବର୍ତ୍ତମାନର ସବୁଠାରୁ ବଡ଼ ଖବର ପୁଣି ଫୁଟିଲା ଗୁଳି। ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅନ୍ତର୍ଗତ ରାମପଲ୍ଲୀ ଗାଁରେ ହେଲା ଗୁଳିମାଡ଼। ଜଣେ ମହିଳାଙ୍କୁ ଲକ୍ଷ୍ୟ କରି ମଡ଼ାଯାଇଛି ଗୁଳି। ଗୁଳି ଲାଗି ଗୁରୁତର ଭାବେ ଆହତ ହୋଇଛନ୍ତି 40 ବର୍ଷୀୟ ଭବାନୀ ରାଉତ। ଏବେ ସେଉଠି ଚାପା ଦବାବ ଓ ଭୟର ଚାଲିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ଅଧିକ ସୂଚନା ପାଇଁ ଆମ ସହିତ ଯୋଡ଼ି ରୁହନ୍ତୁ ଦ ପବ୍ଲିକ ଓଡ଼ିଶା। जदि आपको आम वीडियो भल लगी थाए ताहले आम चैनल को लाइक शेयर और सब्सक्राइब करने को भूलिबेनि।